ଶିମିଳିପାଳ ଗୋଟେ ଖାଲି ବିଜନେସ୍ ନୁହଁ, ଏଇଟା ଗୋଟେ ବାରିପଦାର ବହୁତ ବଡ଼ ଇମୋସନ୍ ୟା ସହିତ ଯୋଡ଼ି ହେଇଛି। ଲୋକଙ୍କର ଯେଉଁ ମଟନ୍ ପ୍ରତି ଇଚ୍ଛା ଆଉ ଯେଉଁ ପିଓର ମଟନ୍ ଖାଇବାର ଯେଉଁ ପ୍ରୟାସ ଆମକୁ ରଖିଛୁ, ଯେ ଆମେ ମୟୂରଭଞ୍ଜରୁ ବାରିପଦାର ଯେଉଁ ସ୍ୱାଦ, ମଟନ୍ର ସ୍ୱାଦ ରାଜଧାନୀରେ ମାନେ ଚଖେଇବାର ଯେଉଁ ପ୍ରୟାସ ଆମମାନଙ୍କର, ଆମର ଏଇଟା ଗୋଟେ ସବୁଠୁ ବଡ଼ ଇଚ୍ଛା। ମଟନ୍ ସହିତ ଆମେ ରଖିଛୁ ମଟନ୍ ମୁଢ଼ି ରଖିଛୁ, ଯେଉଁଟାକ ଗଳେଇକି ଟ୍ରାଡିସନାଲ ୱେରେ ଆମେ ଯେମିତି ଖାଉ ତା ସହିତ ଗାର୍ନିସିଂ କରିକି ଦିଆଯାଉଛି। ତା ସହିତ ଚକୁଳି ରହୁଛି, ନାଲି ଦେଶୀ ଭାତ ରହୁଛି, ମଗେଇ ଭାତ ରହୁଛି, ତା ସହିତ ଆପଣଙ୍କର ରହୁଛି ଦେଶୀ ଚିକେନ ରହୁଛି। ତାପରେ ଆମର ଗୋଟେ ବହୁତ ସ୍ପେଶିଆଲ ଆଇଟମ ରହୁଛି ମାଂସ ପିଠା, ଯୋଉଥିରେ ଆମେ ମାଂସକୁ ଷ୍ଟଫ୍ କରୁଛୁ ପିଠା ଭିତରେ, ତାକୁ ଷ୍ଟିମ୍ କରିକି ବନେଇକି ଦିଆଯାଉଛି। ସେଇଟା ଗୋଟେ ନୂଆ ଆମେ ଇନଭେନସନ କରିଛୁ ଛୋଟ ପିଲାମାନଙ୍କ ପାଇଁ, ଟିକେ ଫାଷ୍ଟଫୁଡ ଆଭଏଡ କରିକି ଟ୍ରାଡିସନାଲ ୱେରେ ମନ ମୋହିବା ପାଇଁ ଛୁଆମାନଙ୍କର, ବୟସ ବୃଦ୍ଧ ବ୍ୟକ୍ତି ମାନଙ୍କର, ତାକୁ ଗୋଟେ ମଟନ କିମ୍ବା ଚିକେନ ଗ୍ରେଭି ସହିତ ସର୍ଭ କରୁଛୁ। ତା ସହିତ ରହିଛି ଗୋଟେ ମାଂସ ପୋଡ ପିଠା, ଯୋଉଟା ଛେନା ପୋଡ ଭଳିଆ ଦେଖିବାକୁ, ତାର ଭିତରେ ଆମେ ମଟନ କିମ୍ବା ଚିକେନ କୁ ଷ୍ଟଫ୍ କରିକି ବନଉଛୁ। ଆଉ ଗୋଟେ ଆମର ବହୁତ ପୁରୁଣା ଆଉ ଫେମସ ବାରିପଦାର ଚିକେନ କିମ୍ବା ମଟନ ପତୁଆ ଗୋଟେ ପ୍ରସ୍ତୁତ କରୁଛୁ। ତା ସହିତ ଆମର ଗୋଟେ ବହୁତ ହାଇ ଡିମାଣ୍ଡରେ ରହିଛି ବରେଇ ପାଣି ହର୍ବାଲ ଡ୍ରିଙ୍କ, ଯୋଉଟା ଆମେ ତୋରାଣୀ, ପେଜ, ରାଇସ୍, ଲେମନ, ଜିଞ୍ଜର, ଗାର୍ଲିକ, ଆମ୍ବ ଅଦା ସବୁ ପକେଇକି ବନେଇକି ତିଆରି କରୁଛୁ, ଯୋଉଟା ଡାଇଜେସନ ପାଇଁ ବହୁତ ଭଲ କାମ କରୁଛୁ। ଆମର ଯୋଉ ମୟୂରଭଞ୍ଜର କଲଚର, ଯୋଉ ପ୍ରଥା, ତାକୁ ଆମେ ପୁରା ବିଶ୍ୱ ଦରବାରରେ ପ୍ରସ୍ତୁତ କରିବା ପାଇଁ, ମୟୂରଭଞ୍ଜକୁ ଆହୁରି ଗର୍ବିତ କରିବା ପାଇଁ ଆମେ ଅଥେଣ୍ଟିକ ଆଉ ଟ୍ରାଡିସନାଲ ୱେରେ ଲୋକଙ୍କୁ ଯେମିତି ସର୍ଭ କରୁଛୁ, ସେମିତି ଆମେ ନିଜେ ଟ୍ରାଡିସନାଲି ପୋଷାକ ପରିଧାନ କରୁଛୁ। ତା ସହିତ ଯୋଉ ଓଡ଼ିଶା ଖାଦ୍ୟ ମହୋତ୍ସବ 2025 ପ୍ରଥମ ଥର ଓଡ଼ିଶା ରାଜ୍ୟର ଗୋଟେ ବଡ଼ ଭଲ ପ୍ରୟାସ ରହୁଛି। ସବୁ ରାଜ୍ୟ, ସବୁ କୋଣରୁ ଲୋକମାନେ ଗୋଟେ ଜାଗାରେ ଏକତ୍ରିତ ଭାବରେ ସବୁ ପ୍ରକାର ଖାଦ୍ୟ, ଅଥେଣ୍ଟିକ ଟ୍ରାଡିସନାଲ ଖାଦ୍ୟର ଯୋଉ ପ୍ରଚାର ପ୍ରସାର ଓଡ଼ିଶା ସରକାର କରୁଛନ୍ତି, ସେଇଟା ଗୋଟେ ବହୁତ ଭଲ ଓଡ଼ିଶା ସରକାରଙ୍କର ପ୍ରୟାସ। ଆଉ ବାରିପଦାର ମାଛ ମୁଢ଼ି କହିଲେ ସମସ୍ତଙ୍କ ମନରେ ଗୋଟେ ଆଶା ଥାଏ ଯେ ଆମେ ଟିକେ ମଟନର ସ୍ୱାଦ ଚାଖିବୁ, ଆଉ ସେଇ ପ୍ରୟାସଟା ଆମେ ଜାରି ରଖିବା ପାଇଁ ଆମେ ଆସି ଏଠି ପହଞ୍ଚିଛୁ। ସେଲ୍ ବହୁତ ଭଲ ରହୁଛି। ପ୍ରଥମ ଦିନରୁ ଆମର ଚାହିଦା ଏତେ ପରିମାଣରେ ରହିଛି, ଆମେ ଲୋକଙ୍କୁ ଯୋଗେଇ ପାରୁନୁ। ପିଠା କୁହନ୍ତୁ, ମାଂସ ମୁଢ଼ି ତ ଆମର ସବୁଠୁ ହାଇ ଡିମାଣ୍ଡରେ, ଦେଶୀ ଚିକେନ ବି ହାଇ ଡିମାଣ୍ଡରେ। ଆମେ ଏତେ ପରିମାଣରେ ଲୋକଙ୍କୁ ଭିଡ଼ ରହୁଛି, ଆମେ ଲୋକଙ୍କୁ ଯୋଗେଇ ପାରୁନୁ, କିନ୍ତୁ ଲୋକଙ୍କର ବହୁତ ଇଚ୍ଛା ଏଇ ମଟନ ମୁଢ଼ିକୁ, ଏଇ ଦେଶୀ ଚିକେନକୁ ଆଉ ତା ସହିତ ବରେଇ ପାଣିର ସ୍ୱାଦ ଚାଖିବା ପାଇଁ। ଖାଉଛି ମଟନ ଆଉ ଚକୁଳି ପିଠା, ବହୁତ ବଢିଆ ଟେଷ୍ଟ ଅଛି। ଟିକେ ଅଏଲି ଅଛି, ଆଉ ଟିକେ କମ ଅଏଲି ହେଇଥିଲେ ଭଲ ଲାଗିଥାନ୍ତା। ଆଉ ଏଠି ଭଲ ପ୍ରୋଗ୍ରାମ ବି ଚାଲିଛି, ଭଲ ଲାଗୁଛି ଆସିକି। ପ୍ରାଇସ୍ ମୋ ହିସାବରେ ମୁଁ କହିବି ଟିକେ ହାଇ ପ୍ରାଇସ୍ ଅଛି, ବଟ୍ ଟେଷ୍ଟ ଭଲ ଅଛି। ଆକ୍ଚୁଆଲି ମୁଁ ବାରିପଦା ମୁଢ଼ି ମାଂସ ଦେଖି, ଆମେ ଆକ୍ଚୁଆଲି ବାରିପଦା ସେପଟ ଆଇଟମ୍ ଏତେ ଆମେ ଏପଟେ ଖାଇପାରୁନା। ମୁଢ଼ି ସେପଟର ସ୍ପେଶାଲ ମୁଢ଼ି ରହେ, ତାଙ୍କ ମଟନ୍ ବି ବହୁତ ସ୍ପେଶାଲ। ତ ବାରିପଦା ମାଂସ ମୁଢ଼ି ଖାଇଛୁ, ବହୁତ ଭଲ ଲାଗିଲା ଖାଇକି। ବହୁତ ସାରା ଷ୍ଟଲ୍ ବି ପଡ଼ିଛି, ବିଭିନ୍ନ ଷ୍ଟଲ୍। ମୁଁ ପ୍ରଥମେ ଏଇଠିକି ଗଲି, ତାପରେ ନେକ୍ସଟ ଭିଜିଟ୍ କରିକି ଦେଖିବି, ଖାଇବା। এটা ବହୁତ ଭଲ ଲାଗୁଛି। এটা ମତେ ଲାଗୁଛି ହଜମ କରିଦବ ସବୁ। ଆଉ ସେ କୋଭିଡ ସମୟରେ ଆମର ସାଇଣ୍ଟିଷ୍ଟ ମାନେ କହିଲେ ଯେ ତୋରାଣୀ ପିଇବା ଦରକାର, ତେଣୁ ତୋରାଣୀ ଆମେ ନିହାତି ପିଇବା ଦରକାର। ଦ୍ୱିତୀୟ ଜିନିଷ, ଆମର ମାନେ କଣ, ଜାତୀୟ ଖାଦ୍ୟ ନୁହଁ, ଆମର ଓଡିଶାର ଖାଦ୍ୟ। ତୋରାଣୀଟା ନିହାତି ଆମେ ପିଇବା ଦରକାର। ସବୁବେଳେ ଘରେ ପଖାଳ ହେଇପାରୁନି, ତୋରାଣୀ ମିଳିଲା ଟିକେ ପିଇଲି।